ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ବର୍ତ୍ତମାନ ଗତକାଲି ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ଆସି ଏଥିରେ ପ୍ରାୟ 20 ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିଛି ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା। ଏଥିରେ କିଛି ମହିଳା ବାଦ୍ ପଡ଼ିଛନ୍ତି। ଆପଣମାନଙ୍କ ଏହି ଗୋଟିଏ ଭୁଲ ପାଇଁ ମିଳିନାହିଁ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା। ଦେଖନ୍ତୁ, ଆପଣ ଯେତେବେଳେ ଆବେଦନ କରିଥିଲେ ଆପଣ ଆବେଦନ ସ୍ଥିତି ଦେଖିଥିଲେ ଯେ ଅଣ୍ଡର ପ୍ରୋସେସ୍ ବା କିଛି NPCI ଲିଙ୍କ ରହିଥିଲା। ତେଣୁ ଆପଣମାନଙ୍କୁ ସେହି ଅନୁସାରେ ମିଳିଛି ନା ନାହିଁ, ଆପଣମାନଙ୍କୁ କେବେ ମିଳିବ? ଯେତେବେଳେ ଆମେ ସୁଭଦ୍ରା ଯୋଜନାର ଅଧିକାରୀଙ୍କ ସହିତ କଥା ହେଲୁ, ସେ କ'ଣ କହିଛନ୍ତି ଯେ କେବେ ମିଳିବ, କାହିଁକି ମିଳିନାହିଁ ଆପଣଙ୍କୁ, ତା ସମ୍ପୂର୍ଣ୍ଣ ରୂପେ ଆପଣମାନଙ୍କୁ କହିବେ। ତେଣୁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ଯେ ଆପଣଙ୍କୁ କାହିଁକି ଟଙ୍କା ମିଳିନାହିଁ, ଏଥିପାଇଁ କ'ଣ କରିବାକୁ ପଡ଼ିବ। ସେପ୍ଟେମ୍ବର 10 ସେ ଆପ୍ଲାଏ କଲେ ସେ ମାନେ ଆମ ଇ-KYC ପେଣ୍ଡିଂ ଦେଖାଉଛି, ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଛି। ଆଜ୍ଞା ସାର୍, ସାର୍ ପ୍ରୋବ୍ଲେମ୍ କ'ଣ? ଆପଣଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ସାର୍। ତ ଦୟାକରି ମ୍ୟାଡ଼ାମଙ୍କର ଆବେଦନ ପତ୍ର ନମ୍ବର କୁହନ୍ତୁ, କ'ଣ ଅସୁବିଧା ହେଇଛି ଚେକ୍ କରିକି ଆମେ ଆପଣଙ୍କୁ କହିବୁ ସାର୍। ହଁ ସାର୍, ଆପ୍ଲିକେସନ୍ ନମ୍ବରଟି କହିବି ସାର୍? ଆଜ୍ଞା ସାର୍, ମୁଁ ତ ସାର୍ ଆପ୍ଲିକେସନ୍ ନମ୍ବରଟି ତ ରଖିନେବେ। ଅଛି କି ଆପଣଙ୍କ ପାଖରେ ଆବେଦନ ପତ୍ର ନମ୍ବର? ନା ନା ସାର୍। ଆଜ୍ଞା ସାର୍, ମ୍ୟାଡ଼ାମ୍ କେବେ ଆବେଦନ କରିଥିଲେ କହିଲେ? ସାର୍ ସେପ୍ଟେମ୍ବର 10ରେ ଫାଷ୍ଟ ଆବେଦନ ଷ୍ଟାର୍ଟ ହେଲା, 10 ତାରିଖରେ ଆବେଦନ କରିଥିଲି। ଆଜ୍ଞା, ମାନେ ବହୁତ ଦିନ ହେଲା ମ୍ୟାଡ଼ାମ୍ ଆବେଦନ କରିଛନ୍ତି। ଆଉ ମ୍ୟାଡ଼ାମଙ୍କର ଆପଣ ତ କହିଲେ ସବୁ ଠିକ୍ ଠାକ୍ ଅଛି, ହଁ ଡିବିଟି ଆକ୍ଟିଭ୍ ଅଛି, ଆଧାର ସହିତ ବ୍ୟାଙ୍କ ହଁ ସହିତ ବି ଅଛି। ହଁ ଠିକ୍ ଅଛି। ଶୁଣନ୍ତୁ, ଯଦି ଅଛି ସାର୍ ସେଇଟା ସରକାରଙ୍କ ତରଫରୁ ଭେରିଫିକେସନ୍ ଆପ୍ରୁଭ୍ ହେଇସାରିଲା ପରେ ସାର୍ ମ୍ୟାଡ଼ାମ୍ ଯଦି ସୁଭଦ୍ରା ଯୋଜନାରେ ଏଲିଜିବୁଲ୍ ଥିବେ, ଆପଣ ଯେଉଁ କହିଲେ ପ୍ରୋସେସିଂରେ ଅଛି, ସାର୍ ଯେଉଁ କହିଲେ ଆପଣ ଅଣ୍ଡର ପ୍ରୋସେସିଂରେ ଅଛି, ସେଇଟା ପ୍ରୋସେସିଂ ଚାଲିଛି ସାର୍ ସରକାରଙ୍କ ତରଫରୁ। ସାର୍ ସେଇଟା ଆପ୍ରୁଭ୍ ହେଇସାରିଲା ପରେ ମ୍ୟାଡ଼ାମ୍ ଯଦି ସୁଭଦ୍ରା ଯୋଜନାରେ ଏଲିଜିବୁଲ୍ ଥିବେ, ସାର୍ ନିଶ୍ଚିତ ଭାବରେ ଏହି ସୁବିଧା ସାର୍ ମ୍ୟାଡ଼ାମ୍ ପାଇପାରିବେ। ଆଉ ମ୍ୟାଡ଼ାମଙ୍କର ସାର୍ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ ଅଛି, ସାର୍ ସେଇ ବ୍ୟାଙ୍କ ଆକାଉଣ୍ଟରେ ମ୍ୟାଡ଼ାମଙ୍କର ପଇସାଟି ଆସିଯିବ ସାର୍। ଆପଣ ଅପେକ୍ଷା କରନ୍ତୁ, ଠିକ୍ ଅଛି। ଆଜ୍ଞା ଆଉ ଯଦି ଆପ୍ଲିକେସନ୍ ଷ୍ଟାଟସ୍ ଯଦି ଜାଣିବାକୁ ଚାହୁଁଛନ୍ତି ସାର୍, ଆପଣ ନିଜେ ବି ଚାହିଁଲେ ଦେଖିପାରିବେ ସୁଭଦ୍ରା ଯୋଜନା ସାର୍ ପେଣ୍ଡିଂ ଦେଖାଉଛି ତ? ଆଜ୍ଞା, ଶୁଣନ୍ତୁ, ଯେଉଁ ପେଣ୍ଡିଂ ଦେଖାଉଛି ସେଇଟା କିଛି ବି ସେମିତି ଅସୁବିଧା ହେବନି ସାର୍। ସାର୍ ସରକାର ଗାଇଡ଼ଲାଇନ୍ ଥିଲା ଯେ ଆପଣ ବିନା OTP ଆବେଦନ କରିପାରିବେ। ହଁ ସେଇ ଟାଇମ୍ରେ ଆପଣ ଆବେଦନ କରିଥିଲେ, ହଁ ସେତେବେଳେ ସାର୍ ଆପଣଙ୍କର ଷ୍ଟାଟସ୍ଟି ହଁ ମାନେ ସରି ଆପଣଙ୍କ ଇ-KYC ଷ୍ଟାଟସ୍ ପେଣ୍ଡିଂ ଅଛି। ସାର୍ ବିନା OTP କିଛି ସେଇଟା ଅସୁବିଧା ହେବନି ସାର୍। ଆଜ୍ଞା ଆଉ ମ୍ୟାଡ଼ାମଙ୍କର ପ୍ରୋସେସିଂ ଅଛି, ସେଇଟା ଆପ୍ରୁଭ୍ ହେଇସାରିଲା ପରେ ମ୍ୟାଡ଼ାମ୍ ଯଦି ଯୋଗ୍ୟ ଥିବେ ତାହେଲେ ଏହି ସୁବିଧାଟି ମ୍ୟାଡ଼ାମ୍ ପାଇପାରିବେ, ଠିକ୍ ଅଛି। ଧନ୍ୟବାଦ ଆଜ୍ଞା। ଆଜ୍ଞା ସାର୍, ଆଜ୍ଞା ଆପଣଙ୍କ ନାମ ଜାଣିପାରିବେ ସାର୍? ସନ୍ତୋଷ ଆଜ୍ଞା, ଆଜ୍ଞା। ସନ୍ତୋଷ।